लो कुनी आलो पोड़ा मुही कुआड़े गलु। एई गल्पटी 1980 मसीहार ओडिशार गोटे निपट गाँर गोटे गरीब चाषी घरर अकुहा कथा। सेतेबेले ओडिशार प्राय प्रत्येकटी घर अभाव अनटनरे लागी रहिथिले। एई छोट गल्पटीरे मु टिके चेष्टा करिछि सामान्य आपण मानंकु सेई पुरुणा अतीत को नहीं जिबा पाई। एई कहानीर लेखिका ओ उपस्थापन रे मोनालिसा नायक, सहयोगी शुभम षडंगी। प्लीज चैनल टी को सब्सक्राइब करदेवे आउ लाइक कमेंट शेयर करने को जमा भी भूलिबेनी। कुनी लो कुनी कुआड़े गलु। सखाळु झियोटार देखा नहीं, पेटरे दीटा कौन पड़गले आउ किछि चिंता दक नहीं। ए बाप छुआंकर बाप जेमिति छुआ भी सेमिति। कौन जे मु करिबि एमानकु नहीं किछि बुद्धि बाट देश जाउनी मते। धनंजय विश्वाल, घर ईश्वरपुर गाँव रे। गाँर शेष घरटी दी बखरा छण छपर घर। बाड़ी दुआर को लगी गोटे गुहालटे। जमी बाड़ी बोली जहा अच्छी वर्षक भात हो जाए कष्टे मष्टे। स्त्री आउ छुआ पिला बोली तीनोटी। बड़ झियो कुनी, मझिया झियो रिमी आउ सान पुओ बाबुआ। कुनीर बयस प्राय 16। एई थर ही मेट्रिक परीक्षा दब। घरे काहारी इच्छा नहीं कुनी को पढ़ेइबाकू। से निजे जहा टाणी टुणा ही 10म जाए आसीची। इच्छा ताहार आगु को पढ़िबाकू, हेले अर्थ अभावरु आउ पाठ पढ़ा आगे पारिबनी। कुनी घर काम बो को हाथ बटाए, सान भाई भौणीकर जत्न भी निए, बापा को बिलबाड़ी काम साहाଯ୍य भी करे। प्राय कहबाकू गले से सबु काम रे समस्त को साहाଯ୍य करे। मनटा तार भारी सफा। छंद कपट बोली से किछि जानिनी। बो जेते गाली दो, जेते पाटी करू कि जेते माड़ मारू, से सबू भूली जाए, सबू पासोरी जाए। गाँ पाख देई बुढ़ी नदी गोटे बही जाइछि। कुनी सकाळु उठी नदी को जाइथिला गाधोइबाकू। बोउर डाक नदी पर्यंत शुभुछि। बोउ डाक शुणी कुनी झट झट जामा पिंधि उठी पड़ी आसिला। घरे आसी देखे तो बोउ मुह रागरे तमतम होउछि। कौन करिबो कौन न करिबो भाबी टिके कौणिया कंठरे बोउ को डाकिला। बोउ बोउ। सराग ए डाक कोउठी थिला? कौन पाई एते सरागरे डाकुछु जे? सखाळु कुआडे जाइथिलु पोड़ा मुई? कौन दिटा खाया को मिली गले सइला। काम धंदा एपट सब चुल्ली जाऊ। बेल आसी घड़ी के हेलानी, कुआडे जाइथिलु? घरे काम धंदा आउ किछि हबनी जेमिति। मु एका लोक सखाळु उठी खटु थाए। बाप बेले पखाळ भूसी देई कुआडे चली जाइछि हाकीमती करिबाकू। आउ झियो गाँ गाँ बुली बाहरिछि। बोउ पाखरु गाली शुणी
କୁନିକି କିଛି ମନେ ହିଁ ହେଲାନି। କୁନି ପାଇଁ ସେସବୁ କିଛି ବଡ଼ କଥା ନୁହଁ। ସେ ବୋଉ କଥାକୁ ଶୁଣି ନ ଶୁଣିଲା ପୁଣି କହିଲା, ବୋଉ ଦେଖିଲୁ ମୁଁ କ'ଣ ଆଣିଛି। ଗୋଟେ ଛୋଟ ଚିରା କନାରେ ସେ 10-12ଟା ଚିଙ୍ଗୁଡ଼ି ମାଛ ଅଛି। ବୋଉ, ପୋଇ ନାଡ଼ି ଦେଇକି ଚିଙ୍ଗୁଡ଼ି ମାଛ ଚଡ଼ଚଡ଼ି କଲେ ଭାରି ବଢ଼ିଆ ଲାଗିବ, କରିଦିଅନ୍ତୁନି ଟିକେ। ଖାଲି ଖାଇବା ଚିନ୍ତା। ଦର ବୁଢ଼ୀ ହେଲାଣି, ରାତି ପାଇଲେ ଶ୍ୱଶୁର ଘରକୁ ଯିବ, ବୟସ ହେଲାଣି, କିନ୍ତୁ ଧାଡ଼ି ଶାଢ଼ୀ କିଛି ନାହିଁ। ଅଣ୍ଡିରାଙ୍କ ଭଳି ନଈରୁ ମାଛ ଧରୁଛି, ଲାଜ ସରମ ସବୁ ଖାଇଯାଇଛି ପୋଡ଼ା ମୁହିଁ। କୁନି କିଛି ନ କହି ଚୁପଚାପ ଚିଙ୍ଗୁଡ଼ି ମାଛକୁ ବାଛି ଧୋଇକି ରୋଷେଇ ଘର ଶିକାରେ ଟାଙ୍ଗି ଦେଇଗଲା। ଘର ଭିତରକୁ ଆସି ସିଏ ତା କାମରେ ଲାଗିଗଲା। ମଞ୍ଜୁଲତା ଝିଅକୁ ଏତେ ପାଟି କରିବା ପରେ ରୋଷେଇ ଘରକୁ ଆସି ଚୁଲିରେ ଭାତ ହାଣ୍ଡି ବସେଇଲେ। ଚୁଲିରେ ଜାଳ ଦଉ ଦଉ ନଜର ପଡ଼ିଗଲା ଶିକା ଉପରେ। ମା ମନ ତ ଚାଳ ଉପରୁ ପୋଇନାଡ଼ି ଖଣ୍ଡେ ଟାଣି ଆଣି କାଟିବାକୁ ଲାଗିଲେ। କୁନି ମନ ଜାଣି ପୋଇ ଚିଙ୍ଗୁଡ଼ି ଘାଣ୍ଟ ରାନ୍ଧିଲେ ମଞ୍ଜୁଲତା। ରନ୍ଧା ସରିଲା ବେଳକୁ ଦ୍ୱିପ୍ରହର 2ଟା ବାଜିଲାଣି। ଧନଞ୍ଜୟ ନଈରୁ ଗୋଟିଏ ବୁଡ଼ ପକେଇ ଦେଇ ଆସି ପିଣ୍ଡା ଉପରେ ଥମକିଣା ବସି ପଡ଼ିଲେ। ହଇ ହେ, କୁଆଡ଼େ ଗଲ? ମଞ୍ଜୁଲତା ଭାତ ଥାଳି ଆଉ ପାଣି ନୋଟା ଆଣି ରଖିଦେଲେ। ସକାଳର ରାଗ ଶାନ୍ତ ହେଇଯାଇଛି ପୁରା। ଛୁଆ ପିଲା ସବୁ କୁଆଡ଼େ ଗଲେ? କେହି କୋଉଠି କାହିଁ ଦେଖା ଯାଉନାହାନ୍ତି। କୁନିଆ, ରେ କୁନିଆ, ରିମି, ବାବୁଆ, ଆରେ କୁଆଡ଼େ ଗଲ? ଖାଇବ ଆସ। ସବୁ ଛୁଆମାନେ ଯେମିତି ବାପାଙ୍କ ଡାକକୁ ଚାହିଁ ବସିଥିଲେ। ବାପା ସହିତ ନ ଖାଇଲେ ପେଟ ପୁରେନି ଯେମିତି ତାଙ୍କର। ମଞ୍ଜୁଲତା ଆଉ ଗୋଟେ ଥାଳି ଭାତ ଆଣି ରଖିଲେ। ସେ ଜାଣନ୍ତି କୁନି ଟିକେ ଖାଇବା ପାଇଁ ଭଲ ପାଏ। ତା ମନ ଜାଣି ଆଜି ପୋଇ ଚିଙ୍ଗୁଡ଼ି ହେଇଛି। ଯେତେ ହେଲେ ବି ଚିଙ୍ଗୁଡ଼ି ମାଛ ତ ସେ କଷ୍ଟ କରିକି ଧରିକି ଆଣିଥିଲା। କୁନି ଭାତ ଗୁଣ୍ଡାଟିକୁ ପାଟିରେ ପୂରେଇ ପୋଇ ନାଡ଼ି ଖଣ୍ଡେ ଚୋବେଇ ମହା ଆନନ୍ଦରେ କହିଲା, ବୋଉ, ପୋଇ ଚିଙ୍ଗୁଡ଼ିଟା ଆଜି ବଢ଼ିଆ ହେଇଛି। ତୋ ହାତ ରନ୍ଧା ପୋଇ ଚିଙ୍ଗୁଡ଼ିକି ଆଉ କେହି କାଟି ପାରିବେନି। କୁନି ମୁଣ୍ଡ ଆଉ ଉପରକୁ ଉଠୁନି। 4 ଗ୍ରାସରେ ଭାତ ଥାଳି ଶେଷ। ମଞ୍ଜୁଲତା ଆଉ ଭାତ ଆଣି କୁନି ଥାଳିରେ ଦେଇଦେଲେ। ଆରେ ଚିଙ୍ଗୁଡ଼ି କୋଉଠୁ ଆସିଲା? ବାପା, ଆଜି ନଈରେ ଗାଧୋଉଥିଲା ବେଳେ ମୁଁ ଧରିଥିଲି। ନୂଆ ପାଣି ଆସିଛି ତ, ସେଇଥିପାଇଁ ସବୁ ଚିଙ୍ଗୁଡ଼ି ଗୁଲାକ ଭାସୁଥିଲେ। ହଉ ହଉ, ଆଉ ଟିକେ ତରକାରୀ ନେ। ଖାଇସାରି ଦାଣ୍ଡ ଘରେ ମଞ୍ଜୁଲତା ପାନ ଭାଙ୍ଗୁଥିଲେ। ଧନଞ୍ଜୟକୁ ଶୁଣେଇଲା ପରି କହିଲେ, ଝିଅଟା ଆସିକି ଏତେ ବଡ଼ ହେଲାଣି, ତା ବୟସର ସବୁ ଝିଅ ବାହା ହେଇଗଲେଣି। ତା ପାଇଁ କିଛି ଚିନ୍ତା ଅଛି କି ନାହିଁ ତମର? 2 ପଇସାଟେ ତ ଘରେ ନାହିଁ, କେମିତି ଝିଅଟାକୁ ଉଦ୍ଧାର କରିବ ଯେ? ଗାଁ ଲୋକମାନେ ସବୁ କୁହାକୁହି ହଉଛନ୍ତି, ତମର କ'ଣ ଟିକେ ଚିନ୍ତା ତାକ ନାହିଁ? ରିମି ଆସିକି 14 ବର୍ଷର ହେଲାଣି,
ତମର କୋଉ ଆଡ଼କୁ ଟିକେ ବି ଭାବନା ଚିନ୍ତା ନାହିଁ? ଆରେ ତମକୁ କଣ ଲାଗୁଛି ମୋର କିଛି ଚିନ୍ତା ହଉନି? ନବୀନ ପ୍ରଧାନକୁ କହିଛି ଗୋଟେ ପ୍ରସ୍ତାବ ଦେଖିବାକୁ। ବାହାଘର ଯଦି ଠିକ ହେଇଯାଏ ତାହେଲେ ନଈ ପଡ଼ ଯୋଉ ପାଖ ଜମିଟା ଅଛି ସେଇ ପଦା ପାଖ ଜମିଟାକୁ ବିକିଦେବି। ତୁ କିଛି ଚିନ୍ତା କରେନା, ଜଗନ୍ନାଥ ଯୋଉ ବାଟ ହେଲେ ଉଦ୍ଧାର କରିଦେବେ ମୋ ଛୁଆଟାକୁ। କୁନି ଭାଇ ଭଉଣୀ ସାଙ୍ଗରେ ନେଇ ନଈ ସେପାରି ଯାଇଥିଲା। ନଈରେ ପାଣି କମ୍ ଥିବାରୁ ସବୁ ଚାଲି ଚାଲିକି ହିଁ ନଈ ପାର କରୁଥିଲେ ଗାଁ ଲୋକମାନେ। ନଈରେ ପାଣି ଶ୍ରାବଣ ଆଉ ଭାଦ୍ରବ ମାସରେ ବେଶୀ ହୁଏ। ବାକି ଦିନ ନଈ ଶୁଖିଲା, ପାଲିଆ ନଈ ତ। ଗାଁ ଲୋକମାନଙ୍କର ପ୍ରାୟ ଚାଷବାସ ସବୁ ନଈ ସେପାରିରେ ହିଁ ହୁଏ। କୁନି ଆଉ ତା ଭାଇ ଭଉଣୀ ନଈପଦା ସେପଟରେ ଯେଉଁ ଧାନ ବିଲ ଅଛି ସେଇଠିକି ଯାଇଥିଲେ। ବିଲରୁ ଧାନ କଟା ସରିଥିଲା, ହେଲେ ଧାନ ଛିଞ୍ଚା ସବୁ ବିଲରେ ପଡ଼ିଥିଲା। କୁନି ଗୋଟେ ବସ୍ତା ନେଇ ପଡ଼ିଥିବା ଧାନ ସବୁ ସାଉଁଟିବାରେ ବ୍ୟସ୍ତ, ଆଉ ସାଙ୍ଗରେ ତା 3 ଭାଇ ଭଉଣୀ ମିଶି ଫୁଲ ବସ୍ତେ ପୁରା ଧାନ ଖୁଣ୍ଟି ଦେଇଥିଲେ। ଧାନ ଖୁଣ୍ଟି ସେମାନେ ମହା ଆନନ୍ଦରେ ଥିଲେ। ସାନ ଭାଇ ବାବୁଆ କହିଲା, ଦେଇ ଏଇ ଧାନକୁ ଆମେ ବିକିବା, ବିକିକି ସୁନ ପାମ୍ପୁଡ଼ି ଖାଇବା। ଆରେ ନା ନା, ସୁନ ପାମ୍ପୁଡ଼ି ନୁହଁ, ମଣ୍ଡା ପିଠା ଖାଇବା। ହଉ ହଉ ଦେଇ, ସଞ୍ଜ ହେଇ ଆସିଲାଣି, ଚାଲେ ଘରକୁ ଯିବା। ହଁ ରେ ଚାଲେ, ଆଜି ବସ୍ତେ ଧାନ ହେଇଛି, କାଲି ପୁଣି ଆସିବା ଧାନ ଖୁଣ୍ଟିବାକୁ। 3 ଭାଇ ଭଉଣୀ ଭାରି ଖୁସି ହେଇ ଧାନ ବସ୍ତାକୁ ମୁଣ୍ଡେଇ ଘର ଆଡ଼େ ଚାଲିଲେ। ମୁହଁ ସଞ୍ଜ ହେଇଗଲାଣି। ଘରେ ପହଞ୍ଚୁ ପହଞ୍ଚୁ ପ୍ରାୟ 6:30 ହେଲାଣି। କୁନି ଧାନ ବସ୍ତାକୁ ମୁଣ୍ଡରୁ ଓହ୍ଲେଇ ଦେଇ ବୋଉକୁ ଡାକିଲା, ବୋଉ, ବୋଉଲ, ଦେଖେ କେତେ ଧାନ ଖୁଣ୍ଟିକି ଆଣିଛି। ତୁ ଏଇ ଧାନ ବାପାଙ୍କୁ ଦବୁ, ହଲର ଘରୁ କୁଟି ଆଣିବେ, ଦେଲେ ମଣ୍ଡା ପିଠା କରିବୁ। ମଞ୍ଜୁଲତା ଭିତର ଘରୁ ବାହାରି ଆସିଲେ। 3 ପିଲାଙ୍କର ମଣ୍ଡା ପିଠା ଖାଇବାର ଭାରି ଖୁସି। 3 ପିଲାଙ୍କର ମଣ୍ଡା ପିଠା ଖାଇବାର ଖୁସି ଦେଖି ଟିକେ ହସି ହସି କହିଲେ, ହଉ କାଲି ତ ବାପାଙ୍କୁ ଦେବି, କୁଟି ଆଣିବେ। ଯାଅ, ସଞ୍ଜ ହେଇଗଲାଣି, ଗୋଡ଼ ହାତ ମୁହଁ ଧୋଇକି ବହି ବସ୍ତାନି ଖୋଲିକି ବସ। ତା ପରଦିନ ସକାଳୁ ସକାଳୁ ମଞ୍ଜୁଲତା ଉଠି ପଡ଼ିଥିଲେ। ଧନଞ୍ଜୟକୁ ଡାକି କହିଲେ, ହେଇଟି ଶୁଣୁଛ, କିଛି ଧାନ ଅଛି, କାଲି ପିଲା ଖୁଣ୍ଟିକି ଆଣିଥିଲେ, ଟିକେ ନେଇଗଲେ ହୁଅନ୍ତାନି? କୁଟି ଆଣିବ, ଛୁଆଗୁଡ଼ାଙ୍କର ମଣ୍ଡା ପିଠା ଖାଇବାକୁ ଭାରି ଇଚ୍ଛା ହେଉଛି। ଆଉ ଆସିଲା ବେଳେ ହାଟରୁ କିଲେ ଗୁଡ଼ ବି ନେଇ ଆସିଥାନ୍ତ। ହଉ ହଉ, ଦିଅ ଦିଅ, ନେଇ ଆସିବି। ପିଲା ଯେତେବେଳେ ଆମର ମନ କରିଛନ୍ତି ନିଶ୍ଚୟ ନେଇକି ଆସିବି। ସନ୍ଧ୍ୟାବେଳେ ମଞ୍ଜୁଲତା ଚାଉଳ ଚୁନା ଜନ୍ତି
ମଣ୍ଡା ଘଡ଼ିବାକୁ ବସିଲେ। ବାଡ଼ିରୁ ଦିଟା ନଡ଼ିଆ ବିଛେଇଥିଲେ। ସେଇଥିରେ ଯାହା ଯେତେଟା ମଣ୍ଡା ହବ ସେତିକିଟା କରିଦେବେ। କୁନି, କୁନିରେ ଆସିଲୁ ମା। କୁନି ଭିତର ଘରୁ ଆସିଲା। ହଠାତ୍ ମଞ୍ଜୁଲତା ତା ହାତକୁ ଟିକେ ନଡ଼ିଆ ପୁରୁଅ ଦେଇଦେଲେ। ଚାଖିକି କହିଲୁ ମା, କେମିତି ଲାଗୁଛି? ଆଉ ମିଠା ହବ? ଆଉ କ'ଣ ଟିକେ ଗୁଡ଼ ଦେବି? କୁନି ଖାଉ ଖାଉ, ବୋଉ ଭାରି ବଢ଼ିଆ ଲାଗୁଛି, ଆଉ ଟିକେ ଦେଲୁ। ତୋ ହାତ ତିଆରି ପିଠା ପରି ଏଇ ଗାଁଟା ଯାକ କେହି କରିପାରିବେନି। କୁନି ପୁରୁଅ ଖାଇଦେଇ ଭିତରକୁ ଚାଲିଗଲା। ରାତିରେ ସବୁ ମଣ୍ଡା ଖାଇବାକୁ ବସିଲେ। କୁନି ଏକ ଧ୍ୟାନରେ ମଣ୍ଡା ପିଠା ଖାଉଥିଲା। ତା ମଣ୍ଡା ଖିଆକୁ ଦେଖି ମଞ୍ଜୁଲତା ମନେ ମନେ ଭାବୁଥିଲେ, ଝିଅଟା ମୋର କାଲି ଶାଶୁ ଘରକୁ ଚାଲିଗଲେ କିଏ ତାକୁ ମନ ଜାଣିକି ଖାଇବାକୁ ଦେବ? ମନଟା ତାର ଭାରି ସରଳିଆ, ଖାଇବାକୁ ଟିକେ ବେଶୀ ଭଲ ପାଏ। ପରଲୋକ କ'ଣ ତା ଖାଇବା ସିରି ଦେଖିପାରିବେ ନା ତା ମନ କଥା କେହି ବୁଝିପାରିବେ? ଏତିକି ଭାବୁ ଭାବୁ ମଞ୍ଜୁଲତା ଆଖିରେ ଲୁହ ଛଳ ଛଳ ହେବାକୁ ଲାଗିଲା। ବୋଉ, ଆଉ ଦିଟା ମଣ୍ଡା ଦେଲୁ, ଆଉ ଦିଟା ଖାଇବି। ମଞ୍ଜୁଲତା ଖୁସି ହେଇ ଆଉ ଦିଟା ମଣ୍ଡା ଦେଲେ କୁନିକି ଖାଇବାକୁ। ତଇଁ ପରଦିନ ଧନଞ୍ଜୟ ଆସି କହିଲେ, ହେଇଟି କୁନି ବୋଉ, ଶୁଣୁଛ? ନବୀନ ଗୋଟେ ପ୍ରସ୍ତାବ ଦେଇଛି। ପୁଅ ଘର ଲୋକେ କଟକ ସହରରେ ରହନ୍ତି। ଗୋଟେ ଦୋକାନ ଅଛି, ଭାରି ପଇସା ବାଲା ଘର। ବାପ ମାଙ୍କର ଗୋଟିଏ ପୁଅ। ଆମ କୁନି ଠାରୁ ପୁଅ 15 ବର୍ଷ ଖଣ୍ଡ ବଡ ହବ। ତାଙ୍କ ଘର ଲୋକ କିଛି ଟଙ୍କା ପଇସା ଚାହୁଁନାହାନ୍ତି, କି ଜାନି ଯୌତୁକ ବି ଚାହୁଁନାହାନ୍ତି। ଖାଲି ଶାଢ଼ୀଟିଏ ପିନ୍ଧେଇକି ନେଇଯିବେ, ଯଦି ଆମ କୁନି ତାଙ୍କୁ ପସନ୍ଦ ହେଲା। ଯାହା ହଉ, ଛୁଆଟା ମୋର ଖୁସିରେ ରହିବ। ହେ ପ୍ରଭୁ ଜଗନ୍ନାଥ, ସବୁ ଭଲରେ ଭଲରେ ହେଇଯାଉ। ମୋ ଛୁଆଟି ହାତକୁ 2 ହାତ ହେଇଯାଉ ପ୍ରଭୁ, ସବୁ ତମରି ଇଚ୍ଛା। ସେଦିନ ରବିବାର ଥିଲା। କୁନିକୁ 2 ଜଣ ଲୋକ ଦେଖିବାକୁ ଆସିଥିଲେ। ଶୁଣ ମା, ସମସ୍ତଙ୍କୁ ଯାଇ ମୁଣ୍ଡିଆ ମାରିବୁ। ଯିଏ ଯାହା ପଚାରିବେ ସବୁ ହଁ କହିବୁ, କିଛି ନା କହିବୁନୁ ଯେମିତି। କୁନି ଜାଣିଥିଲା ତା ବାହାଘର ଠିକ୍ ହେଉଛି। ତା ଛଡ଼ା ତାକୁ ଆଉ କିଛି ଜଣା ନଥିଲା। ଯାହାକୁ ସିଏ ବାହା ହବ ସେ ଗୋରା କି କଳା କିଛି ଜଣା ନଥିଲା ତାକୁ। କୁନିର ଚେହେରା ଡଉଲ ଡାଉଲ, ଗୋରା ରଙ୍ଗ, କଦକାଠି ବି ଠିକ୍ ଠାକ୍। 16 ବର୍ଷର ଝିଅ, ଯିଏ ଦେଖିବ ସେ କହିବ 25 ବର୍ଷର। କୁନି ଦେଖିବାକୁ ଯେମିତି, ମନଟା ବି ତାର ସରଳିଆ। ଏଇଥର ତ ମେଟ୍ରିକ୍ ପରୀକ୍ଷା ଦେଇଥାନ୍ତା, ହେଲେ ବାହା ହେଇଗଲେ ପାଠ ସବୁ ଚୁଲିକି ଗଲା। 3-4 ଦିନ ପରେ ଗୋଟେ ଚିଠି ଆସିଲା। ନବୀନ ଚିଠି ପାଇ ଖବର ଦେବାକୁ ଆସିଲା ଧନଞ୍ଜୟ ଘରକୁ। ଧନିଆ ରେ, ଧନିଆ କୁଆଡେ ଗଲୁ ରେ? ଆରେ ନନା, ସିଏ ଘରେ ନାହାନ୍ତି।
ପାଣି ମଡ଼େଇବାକୁ ବିଲକୁ ଯାଇଛନ୍ତି। କ'ଣ କିଛି କାମ ଥିଲା କି? ଆରେ ବୋହୁମା, ଖୁସି ଖବର। ଆମ ମା କୁନି ପୁଅ ଘରକୁ ପସନ୍ଦ ହେଇଯାଇଛି। ସେମାନେ ଏଇ ମାର୍ଗଶିରରେ ବାହାଘର କରିବେ ବୋଲି କହୁଛନ୍ତି। ତମେ କ'ଣ କହୁଛ କୁହ? ସତରେ ନା? ହେଲେ ଏତେ ଜଲ୍ଦି ସବୁ ବନ୍ଦୋବସ୍ତ କେମିତି ହବ? ପାଖରେ ତ କଣା କଉଡ଼ିଟିଏ ବି ନାହିଁ। ତମେ ଜମା ବ୍ୟସ୍ତ ହୁଅନି ବୋହୁମା। ଖାଲି ଯା ବରଯାତ୍ରୀଙ୍କୁ ଖାଇବା ପିଇବାକୁ ଦିଆହବ। ଝିଅକୁ ଖଣ୍ଡେ ଶାଢ଼ୀ ପିନ୍ଧେଇକି ବିଦା କରିବ। ସବୁ ହେଇଯିବ। ଆମ କୁନି ଭାରି ଭାଗ୍ୟବାନ। ଏତେ ବଡ଼ ଘରେ ବାହା ହଉଛି ସିଏ। ତମେ କିଛି ଚିନ୍ତା କରନା, ଜଗନ୍ନାଥ ସବୁ ଠିକ କରିଦେବେ। ଅନଉ ଅନଉ ମାର୍ଗଶିର ମାସ ପଳେଇ ଆସିଲା। ବାହାଘର ପାଖେଇ ଆସିଲାଣି। ମଞ୍ଜୁଲତାଙ୍କର ହଳେ କାନଫୁଲ ଥିଲା। ତାକୁ ବନ୍ଧା ପକେଇ ଯାହା ପଇସା ଆସିଲା ସେଥିରେ ବରଯାତ୍ରୀ ଖାଇବା ପିଇବା ଖର୍ଚ୍ଚ ଉଠିଗଲା। ନଦୀରୁ ମାଛ ଧରା ହେଲା। ଭୋଜି ପାଇଁ ଗାଁଟା ଯାକ ଲୋକେ ସବୁ ସାହାଯ୍ୟ ସହଯୋଗ କଲେ। ଗାଁ ଜମିଦାର ବାବୁ ଖଣ୍ଡେ ଭଲ ଶାଢ଼ୀ ଦେଲେ କୁନି ବାହାଘର ପାଇଁ। ସେଇ ଶାଢ଼ୀ ପିନ୍ଧି କୁନିର ବାହାଘର ହେଲା। ଝିଅ ବିଦା ବେଳ ଯେତେବେଳେ ପାଖେଇ ଆସିଲା, କୁନିକୁ ପାଖ ଘର ଖୁଡ଼ି, ବଡ଼ମା, ଭାଉଜମାନେ ସଜ କରି ଦଉଥିଲେ। ମଞ୍ଜୁଲତା ଦୂରରୁ ଛିଡ଼ା ହେଇ ସେ ସବୁ ମନ ଭରି ଦେଖୁଥିଲେ। ଆଖି ତାଙ୍କର ଲୁହରେ ଛଳ ଛଳ ହେଇଯାଉଥିଲା। ସତେ ଯେମିତି ନିଜ ଦେହର ଗୋଟେ ଅଂଶ କାଟି ବିଦା କରୁଛନ୍ତି ସେ। 16 ବୟସର ଗୋଟେ ଛୋଟ ଝିଅଟା। ସେ ପିଲାଳିଆମି ଛାଡ଼ ଯାଇନି ତାର। ଆଜି ଯାଏଁ ସେ ନିଜେ ରାନ୍ଧି ଖାଇବିନି। ସେ ଯାଇ ସଂସାର କରିବ। ଏଇସବୁ କଥା ମଞ୍ଜୁଲତା ଛିଡ଼ା ହେଇ ଭାବୁଥିଲେ। ଆଉ ମନ ଭରି ଝିଅଟାକୁ ଦେଖୁଥିଲେ। ସତେ ଯେମିତି କାଲି ଆଉ ଦେଖିପାରିବେନି। ଝିଅ ବିଦା ହେଲା। କନ୍ଦା କଟାରେ ଗାଁ ଦାଣ୍ଡ ଉଠୁଥିଲା ପଡ଼ୁଥିଲା। ସବାରିବାଲା ଯେତେବେଳେ କୁନିକୁ ନେଇ ଯାଉଥିଲେ, ସାନ ଭାଇ ଭଉଣୀ ଦିଟା ପଛେ ପଛେ ଗୋଡ଼େଇ ଗୋଡ଼େଇ ଗାଁ ମୁଣ୍ଡ ଯାଏଁ ଗଲେ। ଘର ଟିକେ ଫାଙ୍କା ଫାଙ୍କା ଲାଗୁଥିଲା। କୁନି ସବୁବେଳେ ବୋଉ ବୋଉ ପାଟି କରୁଥାଏ। କୋଉଠୁ ଚିଙ୍ଗୁଡ଼ି, କୋଉଠୁ ନଡ଼ିଆ, ତ ଆଉ କୋଉଠୁ କେତେ ରକମର ଶାଗ ଆଣି ବୋଉକୁ ଦେଇଦିଏ। ତା ମନ ଜାଣି ବୋଉ ବି ରାନ୍ଧିଦିଏ। ଏଇ ତ ବାହାଘର କିଛି ଦିନ ଆଗରୁ ବାଡ଼ିରେ ଖଡ଼ା ଗଛ ଆଣି ଲଗେଇଥିଲା। କହିଲା, ବୋଉ, ବର୍ଷା ଦିନରେ ଖଡ଼ା ଆଉ କଙ୍କଡ଼ା ଝୋଳ କରିଦେବୁ, ଖାଇବା ସମସ୍ତେ। କୁନି ବାହାଘରକୁ 1 ବର୍ଷ ହେଇଗଲାଣି। ସେଇଦିନ ବିଦା ହେଇ ଯାଇଥିଲା, ଆଉ ଆସିନି। ଧନଞ୍ଜୟ ବାବୁ ଯାଇଥିଲେ ଝିଅକୁ ଆଣିବାକୁ। ହେଲେ ଝିଅର ଶାଶୁ କୁଆଡ଼େ କହିଲେ ଛୋଟ ଲୋକ ଘରକୁ ବୋହୂକୁ ଛାଡ଼ିବେନି। ସେ ମନ ଦୁଃଖରେ ଫେରି ଆସିଥିଲେ। ତା ପରଠୁ ଆଉ ଯାଇନାହାନ୍ତି। କିନ୍ତୁ ଯେତେ ହେଲେ ବି ବାପା ମା, ଝିଅକୁ ଟିକେ ଦେଖିବାକୁ ତ ସମସ୍ତଙ୍କର ଇଚ୍ଛା ହୁଏ।
ନବୀନା ଥରେ ଖବର ଆଣିଥିଲା କୁନିକୁ କୁଆଡ଼େ ଡେଙ୍ଗୁ ହେଇଛି ବୋଲି। ଏଇଟା ଶୁଣି ମଞ୍ଜୁଲତା କୁନିକୁ ଆଣିବାକୁ ଆଉ ଥରେ ଧନଞ୍ଜୟକୁ ପଠେଇଥିଲେ, ହେଲେ ପୁଣି ତା ଶାଶୁ ଛାଡ଼ି ନଥିଲା। ଏମିତିକି ଝିଅକୁ ଦେଖିବା ପାଇଁ ବି ଛାଡ଼ି ନଥିଲା। ଘର ଭିତରୁ ଥାଇ ବାପା ପାଟି ଶୁଣି କୁନି ଦାଣ୍ଡ ଦୁଆର ଯାଏଁ ଆସିଥିଲା। କବାଟ ଆଢ଼ୁଆଳରେ ଧନଞ୍ଜୟ ଝିଅକୁ ଟିକେ ଦେଖିଥିଲେ, ହେଲେ ଝିଅକୁ ଚିହ୍ନି ପାରି ନଥିଲେ। ଝିଅଟା ପୁରା କଳା କାଠ ପଡ଼ି ଶୁଖି ଯାଇଥିଲା। ହାଡ଼ ଗୋଡ଼ ଦୁଇ ଖଣ୍ଡ ତାର ଦେଖାଯାଉଥିଲା। ଖଣ୍ଡେ ମଇଳା ଛିଣ୍ଡା ଶାଢ଼ୀ ପିନ୍ଧିଥିଲା ସେ। ଧନଞ୍ଜୟ ବାବୁ ଝିଅର ଏମିତି ଅବସ୍ଥା ଦେଖି ଭାବୁଥିଲେ, ଏତେ ଧନୀ ଘରକୁ ଝିଅକୁ ଦେଲି, କ'ଣ ଏଇ ଖଣ୍ଡେ ଶାଢ଼ୀ ବି ପିନ୍ଧିବାକୁ ମିଳୁନି ମୋ ଝିଅଟାକୁ। ସେଇମିତି ସେଦିନ ବି ସେ ମନ ଦୁଃଖରେ ଫେରି ଆସିଥିଲେ। ମଞ୍ଜୁଲତା ପଚାରିବାରୁ କହିଥିଲେ, ଆମ ଝିଅ ବହୁତ ସୁଖରେ ଅଛି ମଞ୍ଜୁ। ଚାକର ବାକର ସବୁ ଅଛନ୍ତି କାମ କରିବାକୁ। ତୁ ଜମା ଚିନ୍ତା କରନି। ହେଲେ ମା ମନ ତ ଏତେ ସବୁ କଥା ଶୁଣିଲା ପରେ ବି ମାନୁ ନଥିଲା। ଘରେ ମଣ୍ଡା ପିଠା ସେଦିନ ହେଇଥିଲା। ସେଦିନ ରିମି ଆଉ ବାବୁଆ ଖାଉ ଖାଉ ବସି କହୁଥିଲେ, ବୋଉ, ଦେଇ ଭାରି ଭଲ ପାଏ ନା ମଣ୍ଡା ପିଠା ଖାଇବାକୁ। ସବୁ ଖାଇ ଉଠି ସାରିଥିଲା ବେଳେ ମଞ୍ଜୁଲତା ପାଟିକୁ ମଣ୍ଡା ପିଠା ଗଲାନି ଆଉ। ମନରେ ଗୋଟେ ଝଡ଼ ଉଠୁଥିଲା, ସତେ ଯେମିତି କୁନି ଆସି ଡାକୁଛି, ବୋଉ, ବୋଉ। ହଠାତ୍ ମଞ୍ଜୁଲତା ଉଠି ଦାଣ୍ଡ ଆଡ଼କୁ ଚାଲିଗଲେ, କିନ୍ତୁ କେହି କୁଆଡ଼େ ନାହାନ୍ତି। କ'ଣ ମନକୁ ଆସିଲା, ସେ ମଣ୍ଡା ପିଠା ନେଇ ବାଡ଼ି ଆଡ଼କୁ ଫୋପାଡ଼ି ଦେଲେ। ତାପରେ 3-4 ଦିନ ପରେ ଧନଞ୍ଜୟକୁ ନବୀନା ଖୋଜି ଖୋଜି ଆସିଲା। ଆରେ ଧନିଆ, ଧନିଆ ରେ, ଘରେ ଅଛୁ? ଧନଞ୍ଜୟ ବାଡ଼ିଆଡ଼ୁ ଆସି ନବୀନାକୁ ଡାକିଲେ, ଆରେ ଭିତରକୁ ଆସୁନ ନା, ପିଣ୍ଡାରେ ବ। କ'ଣ ହେଲା ଏତେ ସକାଳୁ ସକାଳୁ? କ'ଣ କିଛି କାମ ଥିଲା? ନାଇଁ ରେ ଧନିଆ, କାଲି କଟକରୁ ଖବର ଆସିଥିଲା। ଆମ ମା କୁନି ଆଉ ନାହିଁ ରେ। ଡେଙ୍ଗୁ ତାକୁ ନେଇଗଲା ଆରପାରିକୁ। ଧନଞ୍ଜୟ ପାଦ ତଳୁ ମାଟି ଖସି ଯାଇଥିଲା। ମୁଣ୍ଡରେ ହାତ ଦେଇ ବସି ପଡ଼ିଲା ସେ। ମଞ୍ଜୁଲତା ସବୁ ଶୁଣି ସାରି ଘର ଭିତରକୁ ଚାଲିଗଲା। ମଞ୍ଜୁଲତା ବୋଧେ ସେଇଦିନ ଜାଣି ଯାଇଥିଲା, ଯୋଉଦିନ କୁନିର ଡାକ ଶୁଭିଥିଲା ତାକୁ। ଆଚ୍ଛା ସାଙ୍ଗମାନେ, ଗରିବ ହବାଟା କ'ଣ ଦୋଷ? ହଁ, ମୁଁ ଗରିବ, ଆମେ ସମସ୍ତେ ଗରିବ। ଏକା ଜଗନ୍ନାଥ ଧନୀ ବୋଲି ମୁଁ ଜାଣେ। ଯିଏ ସବୁ କିଛି ଦଉଛନ୍ତି ସେ ହିଁ ଏକା ଧନୀ। ଏଇ କାହାଣୀଟି କେମିତି ଲାଗିଲା ଆପଣମାନଙ୍କୁ
कमेंट्रे जनइबे। प्लीज चैनल टी सब्सक्राइब करंतु आउ लाइक कर दियंतु। एमिति गल्प आहुरी शुणिबाकू समस्ते सुस्थ रुहंतु आउ भलरे रुहंतु। जय जगन्नाथ।